जय जगन्नाथ। सारा ओडिशा बर्तमान जगन्नाथमय। प्रतिटी ओडियाଙ୍କ तुंडरे जय जगन्नाथ। काहींकि बा नहब जे जगन्नाथ निजे तांको रत्नवेदीरू ओह्लाई भक्तଙ୍କ पाखକୁ ଆସିଛନ୍ତି। सारा पृथ्वी रे कोठी भी एभली नियारा दृश्य नथिबो। ଏହା ତ ହେଉଛି ଈଶ୍ୱରଙ୍କ ଉପସ୍ଥିତିର ନିଚ୍ଛକ ଦୃଶ୍ୟ। ଜଗନ୍ନାଥ ଯେତେବେଳେ ଆମ ପାଖକୁ ଆସିଛନ୍ତି, ମୋର ଆଜି ଇଚ୍ଛା ହେଲା ତାଙ୍କ ପସନ୍ଦର ଚୁଡ଼ା କଦମ୍ବା ତାଙ୍କ ପାଇଁ ତିଆରି କରିବା ପାଇଁ। ଆମ ଓଡ଼ିଆ କଥା ହୁଅନ୍ତି କ'ଣ ଜାଣିଛନ୍ତି? ତମ ଘରକୁ ଗଲେ କ'ଣ କଦମ୍ବା ଦେବ ଖାଇବା ପାଇଁ? କାହିଁକି ନା ଏ କଦମ୍ବା ଜଗନ୍ନାଥଙ୍କର ପ୍ରିୟ ଆଉ ବିଭିନ୍ନ ପ୍ରକାର ଜିନିଷ ପଡ଼ି ତିଆରି ହୋଇଥାଏ ଆଉ ଖାଇବାକୁ ବହୁତ ସ୍ୱାଦିଷ୍ଟ। ମୁଁ ଆଜି ଆପଣଙ୍କୁ ଏଇ କଦମ୍ବା କେମିତି ତିଆରି ହୁଏ ସେଇଟା ଦେଖେଇବି। ଆପଣ ବି ଜଗନ୍ନାଥଙ୍କ ପାଇଁ ତିଆରି କରି ତାଙ୍କୁ ଭୋଗ ଲଗାଇବେ। ଚୁଡ଼ା କଦମ୍ବା ପାଇଁ ମୁଁ କ'ଣ କ'ଣ ଜିନିଷ ନେଇଛି ପ୍ରଥମେ ଆଗ ଦେଖେଇ ଦେଉଛି। ଏଠି ମୁଁ ନେଇଛି ଚୁଡ଼ା 250 ଗ୍ରାମ ନେଇଛି। ତାକୁ ଭଲରେ ବଛାବୁଛି କରିଦେବା, ଯେମିତି ତା ଦେହରେ କିଛି କୁଟା କାଠି ଧୂଳି ନଥିବ। ତାପରେ ତାକୁ ନେଇ ଆସିବା। ଏଟା ପୁରା କଞ୍ଚା ଚୁଡ଼ାକୁ ନା ଧୋଇବା ନା କିଛି କରିବା, ଏମିତି ହିଁ ଏଇଟା ବ୍ୟବହାର ହୁଏ। ତା ସହିତ ଏଠି ମୁଁ ନେଇଛି ଗୁଆ ଘିଅ। ତାପରେ ଏଇଟା ମୁଁ ନେଇଛି ଛେନା, ଘରେ ସବୁ ତିଆରି କରିଛି। ତାପରେ ଏଇଟା ହେଉଛି ରାବିଡ଼ି, ଘରେ ମଧ୍ୟ ତିଆରି କରିଛି। 1/2 ଲିଟର କ୍ଷୀରକୁ ମାରିକି ମୁଁ ରାବିଡ଼ି ତିଆରି କରିଛି। ତାପରେ ନଡ଼ିଆ କୋରା, ଏଠି ପୁଣି ଗୁଡ଼, ଏଇଟା ତାପରେ ମୁଁ କିଛି ଡ୍ରାଏ ଫ୍ରୁଟ୍ସ ନେଇଛି, କାଜୁ, ଆଲମଣ୍ଡ ଆଉ କିସମିସ୍। ତାପରେ ମସଲାରେ ନେଇଛି ଗୋଲମରିଚ, ଗୁଜୁରାତି, ଆଉ ଏଠି ମୁଁ ଆପଣଙ୍କୁ ଦେଖାଉଛି ଏଇଟା ହେଲା ମୋର ଜାଇଫଳ ଆଉ ଅଳେଇଚ ଆଉ ଅଦା ଖଣ୍ଡେ। ଏଇ ଯେଉଁ ଜାଇଫଳ ମୁଁ ଦେଖାଉଛି, ଏ ଜାଇଫଳ ଗୋଟା ଅଛି, ଏଥିରୁ ମୁଁ ପୁରା ଭାଙ୍ଗିକି ଆଧିରୁ 4 ଭାଗରୁ ବି କମ୍ ନେବି। ଆଉ ତା ସହିତ ମୁଁ ନେଇଛି ଏଇଟା ହେଉଛି କର୍ପୂର, ଶ୍ରୀ କର୍ପୂର, ଯେଉଁଟା ଆଳତି କର୍ପୂର କରନ୍ତି ସେଟା ନେବେନି। ଏଇଟା ଶ୍ରୀ କର୍ପୂରଟା ଆମର ଏଡ଼ିବୁଲ୍ ଥାଏ, ସେ ଏଡ଼ିବୁଲ୍ କର୍ପୂରଟାକୁ ଆମେ ନେବା। ଆପଣ ଯେତେବେଳେ ମାର୍କେଟରୁ ଆଣୁଛନ୍ତି ଶ୍ରୀ କର୍ପୂର କହିକି ଆଣିବେ। ଏତିକି ଜିନିଷ ଆମର ଚୁଡ଼ା କଦମ୍ବା ପାଇଁ ଦରକାର। ପ୍ରଥମେ ଆମେ ଚୁଡ଼ାକୁ ତ ଭଲରେ ବଛାବୁଛି କରିକି ଧୋଇ ଦେଇଛେ, ରଖିଦେଇଛେ। ଆମେ ଚୁଡ଼ାକୁ ଗ୍ରାଇଣ୍ଡରରେ ଆଗ ଟିକେ ଦରଦର ଗ୍ରାଇଣ୍ଡିଙ୍ଗ କରିକି ଆଣିବା। ଆମେ ଆଗରୁ ହେମଦସ୍ତାରେ କୁଟା ହୁଏ, ବର୍ତ୍ତମାନ ତ ଗ୍ରାଇଣ୍ଡର ସୁବିଧା ହେଲାଣି। ଗ୍ରାଇଣ୍ଡର ଜାରେ ଦେଖନ୍ତୁ ଏଇଟା ପୁରା ପଲିସ୍ ପାଉଡ଼ର ହେଇନି, ଦରଦରା ଖୁଣ୍ଡ ହେଇଛି। ତାପରେ ଆମେ ଯେଉଁ ନେଇଛେ ଗରମ ମସଲା ସବୁ, ଏଇଟା ନେଇଛି ଅଳେଇଚ ଆଉ ଜାଇଫଳ, ଏଥିରୁ ମୁଁ ନେଇଛି ଗୁଜୁରାତିରୁ 2ଟି, ଗୋଲମରିଚରୁ 8-10ଟି। ଏସବୁକୁ ନେଇ ଆମେ ଆଗ ହେମଦସ୍ତାରେ ଗୁଣ୍ଡ କରି ଆଣିବା। ଆଉ ଯେଉଁ ଜାଇଫଳ ନେଇଛି ସେଥିରୁ ଆଗ ଭାଙ୍ଗିକି ମୁଁ ବହୁତ ଛୋଟ ଖଣ୍ଡେ ୟୁଜ୍ କରିବି। ମୁଁ ଭାଙ୍ଗିକି ଦେଖାଉଛି ମୁଁ କେତେ ଛୋଟ ଖଣ୍ଡ ନେଉଛି, 1/4ରୁ ବି କମ୍ ଛୋଟ ଖଣ୍ଡେ ମୁଁ ନେଉଛି। ଆମେ ଏଇ ଯେଉଁ ମସଲା ନେଇଛେ ଗୁଜୁରାତି, ଅଳେଇଚ, ଲବଙ୍ଗ, ଜାଇଫଳ ଆଉ ଅଦା, ୟାକୁ ଏକା ସାଙ୍ଗରେ ହେମଦସ୍ତାରେ ରଖି ଆଗ ଭଲକି ଗୁଣ୍ଡ କରି ନେବା। ଗୁଣ୍ଡ ହେଇଗଲା ପରେ ତାକୁ ଆଗ ଗୋଟେ ପ୍ଲେଟ୍କୁ ଏମିତି ବାହାର କରି ଆଣିବା। ଚୁଡ଼ା ଗୁଣ୍ଡ ହେଇଗଲା ଆଉ ଆମର ମସଲା ବି ଗୁଣ୍ଡ ହେଇଗଲା। ଏବେ ଆସନ୍ତୁ ଆମେ ଚୁଡ଼ା କଦମ୍ବା ତିଆରି କରିବା। ଏଠି ଗୁଣ୍ଡ ଚୁଡ଼ାରେ ପ୍ରଥମେ ଆମେ ନେଇଯିବା 2 ଚାମଚ ଦେଶୀ ଘିଅ, ଭଲକି ପୁରା ଫୁଲ୍ 2 ଚାମଚ ଦେଶୀ ଘିଅ ନେଇଯିବା। ମିଠା ପାଇଁ ଏଠି ଆମେ ଗୁଡ଼ ନେବା, ଆପଣଙ୍କ ପସନ୍ଦ ହିସାବରେ ଆପଣ ଗୁଡ଼ ନେବେ। ତାପରେ ଯେଉଁ ମସଲା ଗୁଣ୍ଡ କରିଥିଲେ ସେତକ ଯାକ ନେଇଯିବା। ଆଉ ତା ସହିତ ବାକି ରହିଲା ଛେନା ଆଉ ନଡ଼ିଆ କୋରା, ଏସବୁକୁ ଆଗ ନେଇଯିବା। ନେଇକି ଆଗ ହାତରେ ତାକୁ ଭଲକି ମିଶାଇବା। ସବୁକୁ ଆମେ 2 ହାତରେ ପୁରା ପାପୁଲିରେ ଭଲ ଭାବରେ ଏମିତି ଘଷିବା। ଚୁଡ଼ା ସହିତ ଘିଅ, ନଡ଼ିଆ, ଗୁଡ଼, ଛେନା, ତା ସହିତ ଯେଉଁ ଗୁଣ୍ଡ ମସଲା ଦେଇଛି ସବୁ ଭଲ ଭାବରେ ଯେମିତି ମିଶିଯିବ ଆଉ ତାର ବଢ଼ିଆ ବାସ୍ନା ଆସିବ। ଏଇଟା ହେଉଛି ନନ୍ କୁକିଂ ମିଠାଇ, ଏଇଟା କିଛି ବି କୁକିଂ ଦରକାର ନାହିଁ, ଏମିତି ହିଁ ଆମକୁ କରିବାକୁ ପଡ଼ିବ। ଲଡ଼ୁ ତିଆରି କରିକି ଆପଣ ପିଲାଙ୍କୁ ଦିଅନ୍ତୁ, ଦେଖିବେ ଖାଇବାକୁ ଯେମିତି ଭଲ ଲାଗିବ, ତାଙ୍କ ସ୍ୱାସ୍ଥ୍ୟ ପାଇଁ ବି ବହୁତ ଭଲ। ତା ସହିତ ଏଠି ଯେଉଁ ଡ୍ରାଏ ଫ୍ରୁଟ୍ସ ରଖିଥିଲେ କାଜୁ, ଆଲମଣ୍ଡ ଆଉ କିସମିସ୍, ମୁଁ କାଜୁ ଆଉ ଆଲମଣ୍ଡକୁ ଟିକେ ନାକୁ ଏମିତି ହେମଦସ୍ତାରେ ଛେଚିକି ଦରଦରା ଗୁଣ୍ଡ ମଧ୍ୟ କରିଦେଇଛି, ଯେଉଁଟାକି ଆମର ଏଇ ଚୁଡ଼ା ସହିତ ପୁରା ବଢ଼ିଆ ଭାବରେ ମିଶିଯିବ। ଏଗୁଡ଼ା ସବୁ ମିଶାଇ ସାରିଲା ପରେ ଏଠି ମୁଁ ରାବିଡ଼ି ନେଇଛି। ରାବିଡ଼ିକୁ ଲାଷ୍ଟକୁ ମିଶାଇବା, ତାକୁ ମଧ୍ୟ ଏମିତି ଭଲ ଭାବରେ ଚୁଡ଼ା ସହିତ ମିଶାଇ ଦେବା। ତାର ବି ବାସ୍ନା ବି ବହୁତ ବଢ଼ିଆ ଆସିବ। ସବୁ ମିଶାଇ ସାରିଲା ପରେ ଲାଷ୍ଟକୁ ଆଉ ଗୋଟେ ଜିନିଷ ରହିଲା, ଯେଉଁଟାକି ବାସ୍ନା ସବୁ ବାସ୍ନାର ଉପରେ, ଏଇଟା ହେଲା ଶ୍ରୀ କର୍ପୂର। ଆଉ ଶ୍ରୀ କର୍ପୂର ମୁଁ ନେଇଛି ଏକଦମ ପିଚ୍ଟେ ଶ୍ରୀ କର୍ପୂର, କେବଳ ବାସ୍ନା ପାଇଁ। ଟିକେ ଯଦି ଆପଣ ଅଧିକ ନେଇଯିବେ ତାହେଲେ ଟେଷ୍ଟଟି ପିତାଳିଆ ହେଇଯିବ। ଜମା ବି ଅଧିକ ଲୋଭ କରିବେନି, ଏକଦମ ପିଚ୍ଟେ ହିଁ ନେବେ। ସବୁ ଭଲ ଭାବରେ ମିଶାଇ ସାରିଲା ପରେ ଆଉ ଟିକେ ଘିଅ ହାତ ହୋଇ ଆମେ ଏଥିରୁ ଲଡ଼ୁ ତିଆରି କରିବା। ନହେଲେ ବି ହେବ, ମୁଁ ଆଉ ଟିକେ ଏକ୍ସଟ୍ରା ଫ୍ଲେଭର ପାଇଁ ଏଇଟା କରୁଛି, ନହେଲେ ଆମେ ଗୁଆ ଘିଅ ଦେଇକି ଅଲରେଡ଼ି ୟାକୁ ଚକଟିଛେ।
तापर काजु और चेरी को मध्य मु किछि फाळ फाळ करी काटिकी रखिछि से काजु और चेरी को धरी एमती आमे लड्डू तैयारी करदेबा जेमती टिके सुंदर दिसिबो आमे भितरे पकेइछे खाइबा को भल लागिबो ऊपर आखिरे सुंदर दिसिबा पई ऊपर गोटे गोटे एमती देकी करदेबा देखंतु तो केते सुंदर हमर लड्डू तैयारी हे गला ना एहिभଳି ଭାବରେ ଆମେ ସବୁ ତକରେ ଏମିତି ଲଡ଼ୁ ତିଆରି କରିନେବା କିଛିଟାରେ କାଜୁ ଦେବା କିଛିଟାରେ ଚେରି ଦେବା ଯେମିତି ସୁନ୍ଦର ଦିଶିବ ଆଖିକୁ ହେଇଗଲା ନା ଆମର ଚୁଡ଼ା କଦମ୍ବା କେତେ ସୁନ୍ଦର ହେଇଯାଇଛି ବହୁତ ବଢ଼ିଆ ଲାଗୁଛି ନା ଆସନ୍ତା ହେଲେ ଜଗନ୍ନାଥଙ୍କ ପାଖରେ ଭୋଗ ଲଗାଇବା ଦେଖିଲେ ନା କେତେ ବଢ଼ିଆ ଆମର ଚୁଡ଼ା କଦମ୍ବା ତିଆରି ହେଇଗଲା ମୁଁ ଭାବୁଛି ଆପଣଙ୍କୁ ଏ ଜଗନ୍ନାଥଙ୍କ ଭୋଗର ରେସିପିଟି ଭଲ ଲାଗିଥିବ ଆପଣ ଘରେ ତିଆରି କରି ନିଶ୍ଚୟ ଠାକୁରଙ୍କ ପାଖରେ ଭୋଗ ଲଗାଇବେ ଯଦି ଭଲ ଲାଗିଲା ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ हसिकी लाइक बटन प्रेस करने को जम्मा भूलिबेनी जय जगन्नाथ।